ଶୁଣନ୍ତୁ ଆଜିର ସୁନ୍ଦର ଭିଡିଓ ଆପଣଙ୍କୁ ବହୁତ ବହୁତ ସ୍ୱାଗତ। ଆଜି ଆମେ ଜାଣିବା କର୍କଟ ରାଶି ବିଷୟରେ। କର୍କଟ ରାଶି ଆପଣଙ୍କ ପାଇଁ କେମିତି ରହିବ ଆପଣଙ୍କର ସେପ୍ଟେମ୍ବର ମାସ। ଦର୍ଶକ ଆପଣ ମାନେ ଇମୋସନାଲ ହେବେନି କାହା ଉପରେ। ଇମୋସନାଲ ଆପଣ ମାନେ ସାଧାରଣତଃ ଇମୋସନାଲ ହେଇଯାନ୍ତି କର୍କଟ ରାଶି, ବହୁତ ଇମୋସନାଲ ଲୋକ। ଆଉ ଆପଣ ମାନେ ସେଇ ଇମୋସନାଲ କାରଣରୁ ହିଁ ଜୀବନରେ ବହୁତ ସାରା ପ୍ରୋବ୍ଲେମ କୁ ଫେସ କରନ୍ତି ବା ବହୁତ ସାରା ପ୍ରୋବ୍ଲେମ ରେ ପଡିଥାନ୍ତି। ଆଉ ଜୀବନରେ କେବେ ବି ଆପଣ ଇମୋସନାଲ ହେବେନି, ଆପଣ କେବେ ନା କେବେ ସିରିୟସ ରହିବେ, ସବୁ କଥାକୁ ନେଇକି ସିରିୟସ ରହିବେ, ବହୁତ ସିରିୟସ ରୁହନ୍ତି ଆପଣ ମାନେ, ବହୁତ ଦାୟିତ୍ୱ ନିଅନ୍ତି ଫ୍ୟାମିଲିର, ବଟ୍ ବହୁତ ହି ଇମୋସନାଲ ଲୋକମାନେ ଆପଣ ମାନେ। ଦେଖନ୍ତୁ ଆଜି ସୁନ୍ଦର ଭିଡିଓ ଆମେ ଦେଖିବା ଜାଣିବା ଆପଣ ମାନଙ୍କ ପାଇଁ ଅଗଷ୍ଟ ମାସ କେମିତି ରହିବ, କଣ ସବୁ ଅଗଷ୍ଟ ମାସରେ ଆପଣ ମାନଙ୍କ ସହିତ ବିତିବ ଆଉ କେମିତି ରହିବ। ଦେଖନ୍ତୁ ଗୁରୁ ବସିଛନ୍ତି ଲଗ୍ନରେ, ସେକେଣ୍ଡରେ ବସିଛନ୍ତି କେତୁ, ବୁଧ, ସୂର୍ଯ୍ୟ ଆଉ ଫୋର୍ଥରେ ବସିଛନ୍ତି ଶୁକ୍ର। ମଙ୍ଗଳ ବସିଛନ୍ତି ଏଠି 12th ହାଉସରେ, ରାହୁ ବସିଛନ୍ତି ଅଷ୍ଟମରେ, ନବମରେ ବସିଛନ୍ତି ଶନି। କେମିତି ରହିବ ହେଲ୍ଥକୁ ନେଇକି ଫାର୍ଷ୍ଟ ଦେଖିବା, ହେଲ୍ଥ, କ୍ୟାରିୟର, ବିଜନେସ ସବୁକୁ ଦେଖିବା। କିନ୍ତୁ ଦର୍ଶକ ବନ୍ଧୁ ଗୋଟେ କଥା କହିବି ଆପଣଙ୍କୁ, ଆପଣ ମାନେ ଭିଡିଓକୁ ଭଲ ଭାବରେ ଦେଖିବାକୁ ଚେଷ୍ଟା କରିବେ, ଫୋକସ ଏଇ ଜାଗା ରଖିବେ ଆଉ ନିଶ୍ଚିତ ଭାବରେ ଧ୍ୟାନ ସହିତ କଥାକୁ ଶୁଣିବେ। କାହିଁକିନା ଆପଣ ମାନଙ୍କୁ ଗ୍ରହ ମାନଙ୍କର ପରିବର୍ତ୍ତନ, ତିନିଟା ଗ୍ରହର ପରିବର୍ତ୍ତନ ହବ, ତିନିଟା ଚାରିଟା ଗ୍ରହର ପରିବର୍ତ୍ତନ ହବ, ତା ଦ୍ଵାରା ଆପଣଙ୍କ ଜୀବନରେ କଣ ପ୍ରଭାବ ପଡିବ ଆଉ ଆପଣଙ୍କ ଜୀବନରେ କଣ ସବୁ ଅସୁବିଧା ହବ ଆଉ କଣ ସୁବିଧା ହବ, କଣ ଆପଣ ଫାଇଦା କରିପାରିବେ, ତା ସବୁ କଥା ମୁଁ କହିଯିବି। ଆପଣ ଧ୍ୟାନର ସହିତ ଭିଡିଓକୁ ଟିକେ ପ୍ଲିଜ ଦେଖିବେ। ଦେଖନ୍ତୁ କେହିଠି ନା କେହିଠି ଆପଣଙ୍କର ହେଲ୍ଥକୁ ନେଇକି ସେତେ ବିଶେଷ କିଛି ନାହିଁ, କିନ୍ତୁ 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 ପେଟକୁ ନେଇକି ଷ୍ଟମାକ, ମଙ୍ଗଳ ବସିଛି ଏଠି 19 ସେପ୍ଟେମ୍ବର ପର୍ଯ୍ୟନ୍ତ ଆପଣ ଟିକେ ପେଟକୁ ନେଇକି, ଡାଇଜେସନକୁ ନେଇକି, ଷ୍ଟମାକକୁ ନେଇକି ଟିକେ ସତର୍କ ରହିବେ। ଖାଇବାକୁ ନେଇକି, ଖାଇବା ପିଇବାକୁ ନେଇକି ଟିକେ ସତର୍କ ରହିବେ। ବାହାରକୁ ଯାଉଛନ୍ତି, କୁଆଡେ ଟ୍ରାଭେଲରେ ଯାଉଛନ୍ତି, ତ ଖାଇବା ପିଇବା ନେଇକି ଆପଣ ସତର୍କତା ଅବଲମ୍ବନ କରିବେ, ଆପଣଙ୍କ ପାଇଁ ବହୁତ ହି ବଢିଆ ହବ, ବହୁତ ହି ଭଲ ହବ। ଦର୍ଶକ ମୁଁ ଯଦି ଦେଖିବି ଆପଣଙ୍କର ସେକେଣ୍ଡ ହାଉସରେ କେତୁ ବସିଛନ୍ତି, ବାଣୀକୁ ନେଇକି ଆପଣ ଏମିତି କିଛି କଥା କହି ନ ଦିଅନ୍ତୁ ସାମ୍ନା ବାଲା ସହିତ ଆପଣଙ୍କ ବାଣୀ ଖରାପ ହେଇଯାଉ, ଟଫ୍ ହେଇଯାଉ, ଖରାପ ହେଇଯାଉ। ତ କେହିଠି ନା କେହିଠି ଏ କଥା ଉପରେ ଆପଣ ଟିକେ ବିଶେଷ ଧ୍ୟାନ ଦଉଥିବେ। ଦର୍ଶକ ବନ୍ଧୁ ବିଶେଷ ଧ୍ୟାନ ଦଉଥିବେ। ସୂର୍ଯ୍ୟ 19 ପରେ ପଳେଇଯିବେ, ସୂର୍ଯ୍ୟ 17 ତାରିଖ ପରେ ଏଠିକି ପଳେଇ ଆସିବେ, ବୁଧ ବି ପଳେଇ ଆସିବ। କେହିଠି ନା କେହିଠି ପରାକ୍ରମ ଆପଣଙ୍କ ଭିତରେ ବଢୁଛି, ସୁଖ ସମୃଦ୍ଧି ଆପଣଙ୍କ ଜୀବନରେ ବଢୁଛି। ଶୁକ୍ର ଏଠି ବସୁଛନ୍ତି, ସୁଖ ସମୃଦ୍ଧି, ଆପଣ କିଛି ଜିନିଷ କିଣାକିଣି କରିବା, କିଛି ଜିନିଷ ଘରକୁ ଆଣିବା, ଆପଣ ଏଡଭେଞ୍ଚର ଆଗରୁ କରୁନଥିଲେ ବା କିଛି ମାନେ ଯେମିତି କି ଆପଣ ପରାକ୍ରମ ହଉନଥିଲେ, ତ କେହିଠି ନା କେହିଠି ଏଠି ପରାକ୍ରମ ହେବେ ଆପଣ। ଆପଣ କିଛି କରିବା ପାଇଁ, ଆପଣ କିଛି ନିଜ କ୍ୟାରିୟରକୁ ନେଇକି, ନିଜ କାମକୁ ନେଇକି, ନିଜ ପ୍ରଫେସନକୁ ନେଇକି ଆକ୍ସନେବଲ ହେଉଛନ୍ତି, ପୁରା ପୁରି କ୍ୟାରିୟର ଓରିଏଣ୍ଟେଡ ହେଉଛନ୍ତି। ଆପଣ ଏଠି କାହା କଥା ବି ଶୁଣିବେନି ଦର୍ଶକ ବନ୍ଧୁ, କାହା କଥା ବି ଆପଣ ଶୁଣନ୍ତି। ଏଠି କେହି ନା କେହି ଆପଣ କାମ କରୁଛନ୍ତି, ଆପଣ ନିରନ୍ତର କାମ କରୁଛନ୍ତି, ବାସ୍ ଆପଣ ଆପଣଙ୍କ କାମକୁ ବେଷ୍ଟ କରିବା ପାଇଁ ଚିନ୍ତା, ଆପଣ ଆପଣଙ୍କ କାମକୁ କେମିତି ବେଟର କରିପାରିବେ, ଆପଣ ଆପଣଙ୍କ କାମକୁ କେମିତି ବେଷ୍ଟ କରିପାରିବେ, ସେଇ କଥାକୁ ଚିନ୍ତା କରୁଛନ୍ତି, ବାସ୍ ଆଉ କିଛି ନୁହେଁ। ତ ଏଠି ମତେ ଲାଗୁଛି ନା ଆପଣଙ୍କର ପାଠ ପଢାକୁ ନେଇକି ଆପଣ ଟିକେ ଡିଷ୍ଟର୍ବ ରହିବେ, ଷ୍ଟ୍ରେସ ରହିବ ପାଠ ପଢାରେ, ଡିପ୍ରେସନ ରହିବ, ମାନସିକ ଡାଇଭର୍ଟ ରହିବ, ମନ ଡାଇଭର୍ଟ ରହିବ। ପାଠ ପଢାକୁ ନେଇକି ଏଠି ଆପଣଙ୍କୁ ବହୁତ ଡାଇଭର୍ଟ ଜଣା ପଡିବ, ଷ୍ଟ୍ରେସ ଜଣା ପଡିବ। ଆପଣ କେମିତି ପାଠ ପଢାକୁ ନେଇକି ବହୁତ ବିରକ୍ତି ରହିବେ, ଅପସେଟ ରହିବେ, ପାଠ ପଢାକୁ ନେଇକି ବହୁତ ହି ଡାଇଭର୍ଟ ରହିବେ। କେହିଠି ନା କେହିଠି 12th ହାଉସରେ ମଙ୍ଗଳ ଅଛନ୍ତି, ଆପଣଙ୍କର 17 ତାରିଖ ପରେ, 18 ତାରିଖ ପରେ ଆପଣ ଠିକ ଅଛି, ଆପଣଙ୍କର 17 ତାରିଖ 18 ତାରିଖ ପରେ ମଙ୍ଗଳ ସେଠୁ ଅଛି ଏଠିକି ପଳେଇ ଆସିବ, ନିଚ ଆସିକି ପଳେଇ ଆସିବ। କିନ୍ତୁ ଆପଣଙ୍କର ଜୀବନରେ ପଢା ନେଇକି ଟିକେ ଚେଞ୍ଜମେଣ୍ଟ ଆସିଯିବ, ବଦଳାବ ଆସିଯିବ। କାହିଁକି ନା ମଙ୍ଗଳବାର ପଞ୍ଚମ, ଆପଣଙ୍କ ପାଠ ପଢାକୁ ନେଇକି କେହି ନା କେହି ଚେଞ୍ଜେସ ନିଶ୍ଚିତ ଭାବରେ ଆସିଯିବ। ଦର୍ଶକ ବନ୍ଧୁ ତାପରେ ଯଦି ମୁଁ ଦେଖିବି, ତାପରେ ଆପଣଙ୍କର ଲଭ ଲାଇଫ କଥା, ଲଭ ଲାଇଫରେ ବି ସେଇଭଳି ଲଫଡା, ଆପଣଙ୍କ ସହିତ ଆର୍ଗୁମେଣ୍ଟ ହେଇଯିବା, କିଛି ନ ବୁଝିପାରିବା, ମିସଅଣ୍ଡରଷ୍ଟାଣ୍ଡିଂ କ୍ରିଏଟ ହେଇଯିବା, କିଛି ପ୍ରୋବ୍ଲେମ ସୃଷ୍ଟି ହେବା। 19 ସେପ୍ଟେମ୍ବର ଆଗରୁ ଟିକେ ସତର୍କ ଲଭ ଲାଇଫକୁ ନେଇକି ରୁହନ୍ତୁ। ଆପଣ ଆପଣଙ୍କ ପ୍ରେମ ଜୀବନକୁ ନେଇକି ଟିକେ ସତର୍କ ରୁହନ୍ତୁ, ତାପରେ ନହେଲେ ଚଳିବ ଅବସ୍ଥାକୁ ଆସିଯିବ ବା ଟିକେ ଠିକ ଠାକ ବେଟରମେଣ୍ଟ ଚାଲିବ। ତ 19 ସେପ୍ଟେମ୍ବର ଆଗରୁ ଆପଣ ଆପଣଙ୍କ ପ୍ରେମ ଜୀବନ ନେଇକି ଟିକେ ସତର୍କ ରହିବା ଆପଣଙ୍କ ପାଇଁ ବହୁତ ହି ଖାସ ଅଟେ। କାହିଁକି ନା ସେଠି ଦେଖାଯାଇପାରେ ଯେ ଆପଣଙ୍କର ସେଠି ବହୁତ ସାରା ପ୍ରୋବ୍ଲେମ କ୍ରିଏଟ ହେଇଗଲା,
बहुत सारा कथार मिसअंडरस्टैंडिंग होगा, बहुत सारा प्रॉब्लम को आपण केत ने केत आपण को तांकर भीतर बहुत सारा कंफ्यूजन क्रिएट हो जाउची, केत नेगेटिव प्रॉब्लम आपे आपे सृष्टि हो जाउची। दशमंत मु जदि कहबी आपनकर एई भाग को सप्तम भाग यार स्वामी बसचंती मकर राशि मीन राशि बसचंती। आपन जदि कहबी दशमंत ताले मैरिज लाइफ को नेकी उडे बेटरमेंट धर्म त्रिकोण स्थान रे शनि बसचंती, बेटरमेंट समय मैरिज लाइफ रे किछि कथा को नेकी फैसला करिया, किछि कथा को नेकी एक्शन नबा, मैरिज लाइफ रे पार्टनर को सहित संपर्क बहुत ही मजबूत और बहुत ही बढ़िया रहिबो आपन। भाग्य को नेकी देखिबा, भाग्य को नेकी शनि भाग्य स्थान बसचंती। दशमंत भाग्य रे आपण भाबुचंती आपन सहित लड़ाई होउची बा आपन को सहित प्रॉब्लम होउची, बहुत ही मुझे कहबी ना कष्ट होता शनि, बहुत डिसिप्लिन करते मनुष्य को जीवन में बहुत ही शिखे शनि। आईटी ना कई आप देखिए एथि शनिदेव आपन को स्ट्रगल करे कि शनि बकरी अच्छा उत्तर आदर पद नक्षत्र को गला परे आपन जीवन में निश्चित भाव में परिवर्तन आसीबो, निश्चित भाव में आपन जीवन में परिवर्तन आसीबा, निश्चित भाव में चेंजमेंट आसीबा। किंतु शनि एटी बकरी है कि आपन को कई काइंड डिसिप्लिन से कहउछन भाग्य सहित लड़ीरा, भाग्य आगे को बढ़िया सब कथा को आपको शिखुंट। तो कहीं कैरियर भाव में जो शनि आड़ा बस बसुँच तृतीय घर बसी, तो कहीं ना कहीं आप कैरियर को लेकिन दशमंत बहुत ही भल टाइमिंग अच्छे कैरियर को लेकिन जेटिक आप कैरियर लेकिन कौन से प्रकार डिसीजन नहीं करेंगे, कैरियर लेकिन किसी भी करेंगे आपण कैरियर को लेकिन कहीं ना कहीं बहुत ही शुक्रकर दृष्टि भी रहिबो। कैरियर अपन जॉब प्रोफेशन कौन से बिजनेस करचंती ता पाई भी बहुत बढ़िया रहबो। गुरु जते कर्कट राशि की आपनकर सिंह राशि पड़ी जो कर्कट राशि एटी तो उच्च गुरु अछन, किंतु एटी फैमिली बिजनेस को पाई 31 अक्टोबर पाखरु फैमिली बिजनेस हे जाऊ बा आपनकर पूर्व पुण्य हे जाऊ बहुत ही काम राशि, बहुत ही काम राशि। तो दोस्तों कहीं ना कहीं वीडियो जदि आपण माने देखिचंती तो आपण माने जमा भी टेंशन नबा दरकार नहीं बा कौन सी कथा को भाबिया दरकार नहीं, आपण माने पूरा पूरी फ्री होंतु, पूरा पूरी फ्री होंतु आपण मान को जीवन को नहीं की पूरा पूरी फ्री होंतु। सेप्टेम्बर मास हेल्थ को लेके सतर्क रहिबे, हेल्थ को लेके सतर्क रहला परे आउ जे जिनस को नहीं कहली से जिनस को नहीं सतर्क रहिबे। उपाय कौन करिवे, कर्कट राशि आपण शिवंग पंचकीरी मंत्र को जप करि परिबे, शिवंग 40 पढ़ी परिबे, शिव मंदिर विजिट कर परिबे। जदि हे पारिबो ताले हनुमान चालीसा को करंतु, नले शिव 40 करंतु, बहुत बढ़िया। तो दर्शक कहीं ना कहीं ये वीडियो आपन पे ए वीडियो रे आपन पे जहां भी सब कहला आपन कैरियर को लेके कैरियर में बहुत ही बड़ा पॉजिटिव चांसेस देखा होची जति एठी आपन एडवेंचर किछि करबा पे आसबे तो कैरियर रे नियाती आबरे मंगल एठी गला पर आपन डिसीजन तो कैरियर ने जति किछि भी डिसीजन होउचंती ताले 17 तारिख परे नियंतु, 17-18 तारिख परे नियंतु। मंगल तार राशि परिवर्तन कर साला परे कहीं मंगल जे जगह बसिछि से जगह आपन खेती करिवो। तो आपन को ए सुंदर वीडियो केमती लागला कमेंट करिवे। मु चाहू छी जे सुंदर वीडियो को आपन माने भला देखन तो जानि पारंतु जे आपन जीवन रे सेप्टेम्बर मास रे कोन सब बितियो कोन कोन सतर्कता आपन रखि कोन कोन जगह रे आपन हारिबेनी आउ थरे स्टैंड नेबे। जय माता रानी, हर हर महादेव। जदि किछि जानिया को चाहू छी ताले हम नंबर सहित कांटेक्ट करिवे।